କାହାର ଏ ସୁମଧୁର କଣ୍ଠସ୍ୱର ପୁଣି କଟକ ସହରର ନଦୀ ବାଲିରେ। ସେ ସ୍ୱର ପୁଣି ବାଲିଯାତ୍ରାର ଭିଡ଼କୁ ଚିରି ଲୋକଙ୍କୁ ଯେମିତି ପାଗଳ କରିଦେଉଥିଲା। ଦେଖିବା ବେଳକୁ ଜଣେ 70 ବର୍ଷର ବୁଢ଼ା ଲୋକ ନିଜ ପେଟ ପାଇଁ ଗୀତ ଗାଉଥିଲେ। ତାଙ୍କ ଗୀତ ଶୁଣି ଲୋକେ ଯେମିତି ମତୁଆଲା ହେଉଥିଲେ। କିନ୍ତୁ ସେଠାରେ ଛିଡ଼ା ହୋଇଥିବା ଜଣେ ଯୁବକ ସେ ବୁଢ଼ା ଲୋକର କଷ୍ଟକୁ ଅନୁଭବ କରୁଥିଲେ। ଗୀତ ସରିଲା ଆଉ ବୁଢ଼ା ଲୋକଟି ବି ଟିକେ ଦୂରରେ ଥିବା ଛିଣ୍ଡା ପଲିଥିନ୍ ଘରକୁ ଫେରିଗଲେ। ଯୁବକ ଜଣକ ପିଛା କରି କରି ସେ ବୁଢ଼ା ଲୋକର ଘରକୁ ପଶିଲେ। ଘରର ଭିତର ଦୃଶ୍ୟ ଦେଖି ଯୁବକ ଜଣକ ଆଉ ରହିପାରିଲେନି। ତାଙ୍କୁ ନେଇ ଏକ ବୃଦ୍ଧାଶ୍ରମରେ ରଖିଦେଲେ। କିଛି ଦିନ ଏମିତି ବିତିଗଲା। ଦିନେ ରାତିରେ ସେ ବୃଦ୍ଧାଶ୍ରମରେ ବୁଢ଼ା ଲୋକ ଜଣକ ଏମିତି ଏକ ଦୃଶ୍ୟ ଦେଖିଲେ। ଦେଖିକି ତ ଯେମିତି ଚମକି ପଡ଼ିଲେ। ତାଙ୍କ ପାଦ ତଳୁ ମାଟି ଖସିଗଲା। ନିଜ ଆଖିକୁ ସେ ବିଶ୍ୱାସ କରିପାରିଲେନି। ତୁରନ୍ତ ସେ ନିଜ ସ୍ତ୍ରୀଙ୍କୁ ନେଇ ସେଠାରୁ ପଳେଇ ଆସିଲେ। ହେଲେ ସେ ଦୃଶ୍ୟ କ'ଣ ଥିଲା? କ'ଣ ଚାଲିଥିଲା ସେ ବୃଦ୍ଧାଶ୍ରମରେ? କାହିଁକି ବୁଢ଼ାବୁଢ଼ୀ ଦୁଇ ଜଣ ରାତି ଅଧରେ ବୃଦ୍ଧାଶ୍ରମ ଛାଡ଼ି ପଳେଇ ଆସିଲେ? ତେଣୁ ସ୍କିପ୍ ନକରି ପୁରା ଭିଡ଼ିଓ ଦେଖନ୍ତୁ। କଟକର ବାଲିଯାତ୍ରା ସମୟ। ନଦୀ ବାଲୁକାର ଶେଷ ଭାଗରେ ବାଲିଯାତ୍ରାର ଭିଡ଼କୁ ଚିରି ଜଣେ 70 ବର୍ଷିଆ ବୟସ୍କ ଲୋକର ସୁମଧୁର ସ୍ୱର ଲୋକଙ୍କୁ ପାଗଳ କରୁଥିଲା। 70 ବର୍ଷିଆ ଏହି ବ୍ୟକ୍ତି ଜଣକ ଥିଲେ ରମେଶ ଦାସ। ଜଣେ ସିଧାସାଧା ମଣିଷ। ସେ କଟକ ସହରର ରାସ୍ତାର ପାର୍ଶ୍ୱରେ ନିଜ ସ୍ତ୍ରୀ ସହିତ ରହୁଥିଲେ। ଏମିତି ନୁହେଁ ଯେ ରମେଶଙ୍କ ପରିବାରରେ କେହି ନାହାନ୍ତି, ବରଂ ତାଙ୍କର ପୁରା ଭରପୁର ପରିବାର ଅଛି। ସେ ପରିବାର ଭିତରେ 2 ପୁଅ 2 ବୋହୂ ଆଉ ନାତି ନାତୁଣୀ ଅଛନ୍ତି। କିନ୍ତୁ ସେ ନିଜ ପୁଅ ବୋହୂଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ସେ ଘର ଛାଡ଼ିକି ପଳେଇ ଆସିଥିଲେ। ଆଉ ସେଦିନଠୁ ସେ ରାସ୍ତା ପାର୍ଶ୍ୱରେ ଏକ ପାଲ ଟାଣି ରହୁଛନ୍ତି। କେତେବେଳେ ମେଳାରେ, କେତେବେଳେ ଗହଳି ସ୍ଥାନରେ ତ କେତେବେଳେ ମନ୍ଦିରରେ ଗୀତ ଗାଆନ୍ତି। ଆଉ ସେଥିରେ ଯାହା ମିଳେ 2 ପ୍ରାଣୀଙ୍କର କଷ୍ଟେ ମଷ୍ଟେ ଚଳିଯାଏ। ସବୁଠୁ ବଡ଼ କଥା ଥିଲା ଲୋକେ ତାଙ୍କ ଗୀତକୁ ପୁରା ଉପଭୋଗ କରୁଥିଲେ। ବୟସ ଅଧିକ ସତ୍ତ୍ୱେ ବି ତାଙ୍କ ସ୍ୱର ଅତ୍ୟନ୍ତ ମଧୁର, ଯେମିତି କଣ୍ଠରେ ଯାଦୁ ଭରି ରହିଛି। ଥରେ ସେ ବାଲିଯାତ୍ରାରେ ଗାଉଥିଲେ କି ଦୁନିଆ ମେ କିତନା ଗମ୍ ହେ, ମେରା ଗମ୍ କିତନା କମ୍ ହେ। ସେତେବେଳେ କିଛି ଲୋକ ପଚାରିଲେ କି ବାବା ଆପଣ ତ ବହୁତ ଭଲ ଗାଉଛନ୍ତି। ସମସ୍ତେ ତାଙ୍କ ଗୀତକୁ ରେକର୍ଡ଼ିଂ କରିବାକୁ ଲାଗିଲେ। ଲୋକଙ୍କ ପ୍ରଶ୍ନରେ ସେ କହିଲେ କି ପୁଅ ସମୟ ସବୁ ଶିଖାଇ ଦିଏ। ପ୍ରଥମେ ମୁଁ ସଉକରେ ଗାଉଥିଲି, ଏବେ ଦୁଃଖୀ ହୋଇ ଗାଉଛି। ଏବେ ବୟସ ନାହିଁ ଯେ ଭାରି କାମ କରିପାରିବି, ଏଥିପାଇଁ ମୋ ସ୍ୱରକୁ ବ୍ୟବହାର କରୁଛି। ଫଳରେ ମୁଁ ମୋ ସ୍ତ୍ରୀକୁ 2 ବେଳା ଖାଇବାକୁ ଦେଇପାରିବି। କିନ୍ତୁ ବୟସର ଅପରାହ୍ନରେ ଦେହ ବି ସାଥ ଦେଉନି। ବାବା ଏତେ ଶୀତରେ ସ୍ୱେଟର ଟୋପି କିଛି ବି ପିନ୍ଧିନ ଯେ ଥଣ୍ଡା ଲାଗୁନି କି? ବାଲିଯାତ୍ରାରେ ଗୀତ ଗାଉ ଗାଉ ଜଣେ ଲୋକ ଏସବୁ ପଚାରୁଥିଲେ। ସେଠୁ ରମେଶ ବାବା କହୁଥିଲେ କି ଶୀତ ବି ଲାଗୁଛି ଆଉ ଭୋକ ବି, କିନ୍ତୁ ଦୁହିଁଙ୍କ ଲଢ଼େଇ ଭିତରେ ଭୋକ ସବୁବେଳେ ଅଧିକ କଷ୍ଟ ଦେଉଛି। ଏଥିପାଇଁ ଶୀତକୁ ଅଣଦେଖା କରି ଭୋକ ପାଇଁ ଲଢ଼େଇ କରିବାକୁ ପଡ଼ୁଛି ପୁଅ। ରମେଶ ବାବା ନିଜ ଆଖି ପୋଛୁ ପୋଛୁ ଜବାବ ଦେଉଥିଲେ, ଆରେ ବାବା ଆପଣ କାନ୍ଦନ୍ତୁନି, ଯାହାର କେହି ନାହାନ୍ତି ତାଙ୍କ ପାଇଁ ଭଗବାନ ଅଛନ୍ତି। ଏତିକି କହି ସେଠାରେ ଉପସ୍ଥିତ ଥିବା ସମସ୍ତେ କିଛି ନା କିଛି ଟଙ୍କା ଦେଉଥିଲେ। ରମେଶ ବାବା ସେମାନଙ୍କୁ ଧନ୍ୟବାଦ ଦେଇ ପଳାଉଥିଲେ। କେତେବେଳେ ଗହଳି ତ କେତେବେଳେ ମନ୍ଦିର ଯାଇ ଗୀତ ଗାଇ ଭିକ୍ଷା ମାଗୁଥିଲେ ରମେଶ। କିନ୍ତୁ ଜଣେ ଯୁବକ ସବୁଦିନେ ରମେଶଙ୍କ ଗୀତକୁ ଶୁଣୁଥିଲେ। ଆଉ ସରିବା ପରେ ଟଙ୍କା ନ ଦେଇ କିଛି ଖାଇବାକୁ ଦେଉଥିଲେ। କିନ୍ତୁ ଆଜି ସେ ଯେତେବେଳେ କିଛି ଖାଇବା ବଢ଼େଇଛନ୍ତି ରମେଶ ବାବା ତାଙ୍କୁ ଟଙ୍କା ମାଗିଲେ। ସେ ଯୁବକ ଜଣକ ପଚାରିଲେ, ବାବା କ'ଣ ହେଲା, ଆଜି କ'ଣ ଭୋକ ଲାଗୁନି କି? କ'ଣ ହେଲା ପୁଅ? ତମେ ତ ପ୍ରତିଦିନ ଖାଇବାକୁ ଦେଉଛ, ଏକୁଟିଆ ଖାଇବାକୁ ଇଚ୍ଛା ହେଉନି, ତେଣୁ ତାକୁ ସାଇତିକି ରଖିଦେଉଛି। କିନ୍ତୁ ଘରକୁ ଗଲାବେଳକୁ ସେଇଟା ନଷ୍ଟ ହୋଇଯାଉଛି। ଆଉ ଦିନକୁ ଯେତିକି ବି ଟଙ୍କା ମିଳୁଛି ସେତିକିରେ 2 ଜଣଙ୍କୁ ଖାଇବାକୁ ବି ଅଣ୍ଟୁନି। ତେଣୁ ଆଜି ତମକୁ ଟଙ୍କା ମାଗିଲି ବୋଲି ଆଖି ପୋଛୁ ପୋଛୁ ରମେଶ ବାବା କହିଲେ। ସେଠୁ ସେ ଯୁବକ ଜଣକ କିଛି ଟଙ୍କା ଦେଇଦେଲେ। କିନ୍ତୁ ମନ ଭିତରେ ଆସିଲା ଯେ ସେ ଯାହା କହୁଥିଲେ ସତ କହୁଥିଲେ ନା ମିଛ, କିଏ ଜାଣେ? ଟଙ୍କା କମେଇବାର ଇଏ ଏକ ତରିକା ହୋଇପାରେ। ସେଠୁ ସେ ବି ଭାବିଲେ କି ଥରୁଟିଏ ଯାଇ ଦେଖିନିଏ। ଯଦି ବାବା ସତ କହୁଥାନ୍ତି ତାହେଲେ। ପରଦିନ ସେ ବାବାଙ୍କ ପିଛା କରିବାକୁ ଲାଗିଲେ। ମନ୍ଦିର ପାଖରୁ ଟିକିଏ ବାଟ ଯିବା ପରେ ଦେଖିଲେ କି ଗୋଟିଏ ଗଛ ତଳେ ଏକ ପାଲ ଟଣା ହୋଇଛି। ଆଉ ସେ ପାଲଟଣା ଘର ଭିତରକୁ ରମେଶ ବାବା ପଶିଗଲେ। ସେହି ଭିତରେ ଜଣେ ବୁଢ଼ୀ ଲୋକ ବି ବସିଥିଲେ।
ଯିଏକି ଦେଖିବାକୁ ବହୁତ ଦୁର୍ବଳ ଆଉ କେତେ ଦିନ ହେଲା ଭୋକିଲା ଥିବା ପରି ଜଣାପଡ଼ୁଥିଲେ। ବାବା ସେ ବୁଢ଼ୀ ଲୋକ ସହିତ ବସିକି ଟଙ୍କା ଗଣିବାରେ ଲାଗିଲେ। ତାଙ୍କ ହାଲତ ଦେଖି ସେ ଯୁବକ ଜଣକର ଆଖିରୁ ଲୁହ ବୋହି ଆସିଲା। ସେ ଯୁବକଙ୍କ ନାଁ ଥିଲା ଅନିଲ। ସେ ଗୋଟିଏ NGO ସହିତ ସାମିଲ ଥିଲେ। ତାଙ୍କ ସଂସ୍ଥାର ଲୋକଙ୍କୁ ତୁରନ୍ତ ଫୋନ୍ କରିକି ଶୀତ ପୋଷାକ ମଗାଇଲେ। କିଛି ସମୟ ଭିତରେ ଜଣେ ଲୋକ ଶୀତବସ୍ତୁ ଆଉ ଖାଇବା ଜିନିଷ ନେଇ ସେଠାରେ ପହଞ୍ଚିଗଲେ। ଅନିଲକୁ ଦେଖି ରମେଶ ବାବା ଟିକେ ଚମକି ପଡ଼ିଲେ ଆଉ କହିଲେ, କି କ'ଣ ହେଲା ପୁଅ, ତମେ ଏଠି? ଏହା ଦେଖିବାକୁ ଆସିଛ ଯେ ମୁଁ ମିଛ କହୁଥିଲି କି ସତ? ଆମ ପରି ଗରିବଙ୍କୁ ଦୁଇ ଓଳି ଖାଇବା ତ ଛାଡ଼, ଦେହ ଲୁଚିବା ପାଇଁ ବି ଫଟା ପୋଷାକ ବି ମିଳୁନି। କହି କହି ରମେଶ ବାବା କାନ୍ଦି ପକାଇଲେ। ଆରେ ବାବା ନାଇଁ, ମୁଁ ତ ଆପଣମାନଙ୍କ ପରି ଲୋକଙ୍କୁ ସାହାଯ୍ୟ କରିବାକୁ ଅଛି। ପ୍ରତିଦିନ ମନ୍ଦିର ବାହାରେ ମୁଁ ଆପଣଙ୍କୁ ଦେଖୁଛି, କିନ୍ତୁ ଆଜି ମୁଁ ଆପଣଙ୍କୁ ସାହାଯ୍ୟ କରିବାକୁ ପିଛା କରିଥିଲି। ଏଇ ନିଅନ୍ତୁ 2 ଜଣଙ୍କ ପାଇଁ ଶୀତ ପୋଷାକ। ଏବେଠୁ ଆପଣମାନେ ଆଉ ଏଠି ରହିବେନି, ଚାଲନ୍ତୁ ଆମ ସହିତ। ରମେଶ ବାବା ଟିକେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ପୁଅ ତମେ ଆମକୁ କୁଆଡ଼େ ନେବା ପାଇଁ କହୁଛ? ଅନିଲ କହିଲେ କି ଆମ ବୃଦ୍ଧାଶ୍ରମକୁ, ଯେଉଁଠି ଆପଣମାନଙ୍କ ପରି ଆହୁରି କେତେ ଲୋକ ରହୁଛନ୍ତି। ଅନିଲ ତାଙ୍କ ହାତ ଧରି କହିଲେ କି ସେଠାରେ କିଛି ଅସୁବିଧା ହେବନି। କିନ୍ତୁ ପୁଅ ସେଠାରେ ତ ବୋଧେ କିଛି ଖର୍ଚ୍ଚ ଦେବାକୁ ପଡ଼ିବ। ମୁଁ ଶୁଣିଛି କି ବିନା ଖର୍ଚ୍ଚରେ ସେଠାରେ ରହିବାକୁ ବି ଦିଅନ୍ତିନି। ତେଣୁ ଯଦି କିଛି ଦିନ ଆମକୁ ରଖି ସେଠାରୁ କାଢ଼ି ଦିଅନ୍ତି ତାହେଲେ ଆମେ କ'ଣ କରିବୁ? ସେତେବେଳକୁ ଏ ଜାଗା ବି ଆଉ ନଥିବ। ବଡ଼ କଷ୍ଟରେ ଏ ଜାଗା ଯୋଗାଡ଼ କରିଛୁ। ତମେ ତ ଆମକୁ ଶୀତ ପୋଷାକ ଦେଲ, ବାସ୍ ଆମକୁ ଆଉ କିଛି ଦରକାର ନାହିଁ। ଆଗକୁ ଏଠାରେ କିଛି ଅସୁବିଧା ହେବ ନାହିଁ। ରମେଶ ବାବା ହାତ ଯୋଡ଼ି କହିବା ପରେ ଅନିଲ କହିଲେ କି ଆରେ ବାବା, ଆପଣଙ୍କୁ ସେଠାରୁ କିଏ ବି ବାହାର କରିବେନି। କାହିଁକି ନା ଆପଣମାନଙ୍କ ଖର୍ଚ୍ଚ ପାଇଁ ଅନେକ ଲୋକ ଚାନ୍ଦା ଦେଉଛନ୍ତି। ଆପଣ ଏସବୁ ଭାବନ୍ତୁନି, ଆଉ ଚାଲନ୍ତୁ ଆମ ସହିତ। କିନ୍ତୁ ବାବା, ଆପଣଙ୍କ ପରିବାରରେ କ'ଣ ଆଉ କିଏ ନାହାନ୍ତି? ଆପଣଙ୍କ ପୁଅ ଝିଅ? କ'ଣ କହିବି ପୁଅ, 2 ପୁଅ ବୋହୂ, ଆଉ ସେମାନେ ବି ତାଙ୍କ କାମରେ ବ୍ୟସ୍ତ। ଆମେ ବୁଢ଼ାବୁଢ଼ୀ ଆଉ କେଉଁ କାମ ପାରୁନୁ। ତେଣୁ ଆମକୁ ଆଉ ପଚାରିଲେନି। ଓଦା ଓଦା ଆଖିରେ ରମେଶ ବାବା ଏସବୁ କହୁଥିଲେ। ଶୁଣିକି ଅନିଲଙ୍କ ଆଖିରୁ ବି ଲୁହ ଆସିଗଲା। ଅନିଲ କହିଲେ କି ବାବା, ପିଲାମାନେ ଯେତେବେଳେ ଛୋଟ ଥାଆନ୍ତି ସେମାନେ ବି ତ କୌଣସି କାମର ନଥାନ୍ତି। କିନ୍ତୁ ବାପା ମା ପିଲାଙ୍କ ଭବିଷ୍ୟତ ସଜାଡ଼ିବା ପାଇଁ କେତେ କ'ଣ କରୁଥାନ୍ତି। ଆଉ ସେହି ପିଲା ବଡ଼ ହୋଇ ବାପା ମାଙ୍କୁ ବୋଝ ବୋଲି ଭାବି ନିଜଠାରୁ ଦୂର କରିଦିଅନ୍ତି। କେଜାଣି ଆମ ସଂସ୍କୃତି କୁଆଡ଼େ ଲୁଚିଗଲାଣି। ଏକ ସମୟ ଥିଲା ବାପା ମାଙ୍କ କଥାରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ରାଜମହଲ ଛାଡ଼ି ବନବାସରେ ପଳେଇଲେ। ଆଉ ଏବେର ପିଲାମାନେ ନିଜ ବାପା ମାଙ୍କୁ ବନବାସ କାଟିବା ପାଇଁ ରାସ୍ତା କଡ଼ରେ ଛାଡ଼ି ଦେଇ ପଳାଉଛନ୍ତି। ଅନିଲ ଦୁଃଖ ଭରା କଣ୍ଠରେ କହିବା ବେଳେ ରମେଶ ବାବା କହିଲେ କି ପୁଅ ତମେ ସତ କହିଲ। କିନ୍ତୁ ଆଜିର ଜମାନାରେ ତମେ ବି ତ ଜଣେ ଭଲ ମଣିଷ। ସେଠୁ ଅନିଲ ସେମାନଙ୍କୁ ନେଇ ଆଶ୍ରମରେ ପହଞ୍ଚିଗଲେ। ଯେଉଁ ଆଶ୍ରମରେ ସେମାନଙ୍କ ପାଇଁ ରହିବା ବ୍ୟବସ୍ଥା ଆଗରୁ ହୋଇଯାଇଥିଲା। ଦୁହେଁ ସେଠାରେ ଆରାମରେ ରହିଲେ। ଏମିତି କିଛି ଦିନ ବିତିବା ପରେ ଦିନେ ରମେଶ ବାବା ଆଶ୍ରମରେ କିଛି ଏମିତି କଥା ଦେଖିଲେ, ଦେଖିକି ଯେମିତି ତାଙ୍କ ପାଦ ତଳୁ ମାଟି ଖସିଗଲା। ସେ ନିଜ ଆଖିକୁ ବିଶ୍ୱାସ କରିପାରିଲେନି। ତୁରନ୍ତ ସେ ରୁମ୍କୁ ପଳେଇ ଆସି ନିଜ ସ୍ତ୍ରୀ ଉମା ଦେବୀଙ୍କୁ କହିଲେ କି ତୁରନ୍ତ ଜିନିଷପତ୍ର ବାନ୍ଧ, ଆମେ ଚୁପଚାପ ଏଠାରୁ ଏବେ ହିଁ ବାହାରି ଯିବା। କିନ୍ତୁ କାହିଁକି? ରାତି ବି ତ ଏତେ ହେଇଗଲାଣି ଯେ ଏ ସମୟରେ ଆମେ କୁଆଡ଼େ ଯିବା? ଅଚାନକ କ'ଣ ହେଲା ତମର? କୁହ ତ ଟିକେ, ଉମା ଦେବୀ ପଚାରୁଥିଲେ। ଆଉ ରମେଶ ବାବା କହୁଥିଲେ କି ଏବେ ସମୟ ନାହିଁ ସେସବୁ କହିବା ପାଇଁ। କେବେଠୁ ସମସ୍ତେ ଶୋଇଯିବାର ଅପେକ୍ଷା କରୁଥିଲି। ତମେ ଜଲ୍ଦି ସାଇତି ଦିଅ ଆଉ ବାସ୍ ଚାଲ ଏଠୁ। ହଡ଼ବଡ଼ ହୋଇ ପୁଣି କହୁଥିଲେ ରମେଶ ବାବା। ପୁଣି ଦୁହେଁ ରାତି ଅଧର ଅନ୍ଧାରରେ ସେଠାରୁ ପଳେଇଗଲେ। ଆଉ ସେମାନେ ନିଜ ସ୍ଥାନରେ ପହଞ୍ଚିବା ପରେ ଦେଖିଲେ କି ସେଠାରେ ଥିବା ଗଛଟିକୁ କାଟି ଦିଆଯାଇଛି। ଆଉ ତା ଜାଗାରେ ଗୋଟିଏ ପାର୍କିଂ ସ୍ଥାନ କରିଦିଆଯାଇଛି, ଯେଉଁଠି ଏବେ ବଡ଼ ବଡ଼ ଗାଡ଼ି ରହୁଛି। ଏବେ ଆମେ କୁଆଡ଼େ ଯିବା? କେଜାଣି ତମର ବି କ'ଣ ହେଉଛି? ଏତେ ଭଲରେ ତ ଆମେ ଥିଲେ। ଖାଇବା ପିଇବା ରହିବାର ଏତେ ଭଲ ବନ୍ଦୋବସ୍ତ କରିଦେଇଥିଲେ ଭଗବାନ। କିନ୍ତୁ ତଥାପି ଏତେ ଶୀତରେ ପୁଣି ଏଠାକୁ ପଳେଇ ଆସିଲ। ସେତେବେଳେ ରମେଶ ବାବା କହିଲେ କି ଉମା, ଆମେ ସେଠାରୁ ପଳେଇ ଆସିବା କାରଣ ଯଦି ତମେ ଜାଣିବ ତାହେଲେ ତମେ ବି କହିବ କି ମୁଁ ଠିକ୍ କରିଛି। ସେଠୁ ଉମା ଦେବୀ କହିଲେ କି ଟିକେ ସଫା ସଫା କହୁନ। ସେଠୁ ରମେଶ ବାବା କହିଲେ
कि आमको जी एठारू नहीं कि जाइथिला से आउ किए नुहे से केशवर पुओ। तमे जानिछ जे केशव आम सहित कौन कौन करिछि आउ कौन करबाकू भी भाबुथिला। एबे निज पुओ को भी शिखई देइथिबो। थरे सिना सेठू पळेई आसीथिले किंतु बारंबार तो आसी परिबानी। मु तो कहूछि आमे ए सहर छाड़िकी पळेଇବା उचित। रमेश बाबा कहिबा परे उमादेवी कहिले कि सतरे से कौन केशवर पुओ? किंतु तमे केमिति जानिल? जेतेबेले आमे ताकू शेष थर पई देखिथिले सेतेबेले तो से बहुत छोट थिला। पुणी ताकू तमे केमिति चिन्हिल? सेठू रमेश बाबा कहिले कि से दिन से वृद्धाश्रम गेट पाखरे कहा सहित कथा हेउथिला। मु देखिबा बेलकू से केशव थिला। सेठार लोकंकु पचारिबारु सेमाने कहिले कि ये हेउछि केशवर पुओ। आउ मते बुझिबाकू डेरी हेलानी जे ए पुओ मते एते मिठा मिठा कथा काहीकि कहूथिला। निश्चय ता बापा एठिकू पठाइबो। रमेश बाबांको कथा शुणी उमादेवी कहिले कि हाँ जे से जो वृद्धाश्रम को नहीं कि जाइथिला सेटा तो सत थिला ना। तो एथिरे कौन अछि उमा? एबे आमर विश्वास जितिबा पई ताकू एसबू करबाकू ही पड़ुछि ना। आउ किए जानिछि एहा परे सेमाने आमर खराब करबाकू ही भाबुथिबे बोली। चलो उमा जल्दी कर, आमको राताराति ए सहर छाड़िबाकू पड़िबो। डरी डरी उमादेवी कहिले कि लागुछि बुढ़ा अवस्था तुम मुंड खराब हो गलानी। आमर बयस अछि कि आमे पादरे चाली चाली सहररू जाइपारिबा, सेटा भी राति अंधार रे। आमको चोर भाविक रास्तार पुलिस अटकाई देव जदि? उमादेवी को कथा शुणिकी रमेश बाबा कहिले कि तुमर ए कथा भी तो सत। चलो ये रास्ता साइड रे टिके आराम करिनेबा, सकाळ हेबा मात्रे बाहरी पड़िबा। एतिकी कही रमेश बाबा आउ तांको स्त्री रास्ता कड़े बसीगले आउ तांकर पुराणा स्मृति रे हजिगले। दुई भाई को परिवार एकाठी रहुथिले। रमेश बाबांकर सहर रे एक बहुत बड़ ड्रेस शोरूम थिला। रमेश और तांको पुओ माने भी तांको सहयोग करुथिले। शोरूम रे सबुबेले एते भिड़ रहुथिला जे सेमानकु खाइबा पाई भी समय मिलु नथिला। लोक माने दूर दूरांतरू आसुथिले तांको शोरूम रु पोशाक नेबा पाई। धनर कौनसी अभाव नथिला। घरे चाकर बाकर काम करुथिले किंतु खाइबा निजे उमादेवी तैयारी करुथिले। तांको देह भी भल रहु नथिला। समय एमिति बितुथिला आउ दुई पुओंको विवाह भी होइगला। माँ और अनिता प्रथमे तो मिलीमिशी रहुथिले। धीरे धीरे परस्पर भितरे लड़ई झगड़ा आरंभ होइगला आउ परिवार भितर भितरु दुर्बल हो जाउथिला। कथा कथारे झगड़ा हेउथिला। एसबू देखिकी रमेशंको देह खराब होबाकू लागिला आउ से जल्दी बिछणारे पड़ीगले। एहा परे हालत तो आहुरी खराब होइगला। दुई भाई बड़ क्षति होबारे लागिले। शेष रे शोरूम को बंद करियाकू पड़िला। एसबू देखि रमेश बाबा समस्तंको अलगा रहिबा पई कहिले आउ से घरे समस्ते अलगा अलगा होइगले। प्रश्न उठिला कि माँ बापा केउठी रहिबे। दुई पुओ सेमानक दायित्व नेबाकू मना करिदेले। जो शोरूम रमेशंकू एते सफल करिथिला आज से शोरूम रो ना ही नथिला। दुई भाई शोरूम टंका चोरी करी किछि दिन जाए चलीगले। एबे एबे रमेश बिछणार उठिथिले। से बहुत दिन हैला निजर रोग पाई बहुत टंका खर्च करि सारिथिले। सेठू दुई भाई निष्पत्ति कले कि सेमाने बापा मांकर 3 मास लेखाएं खाइबा पीवा बुझिबे। रमेश निज परिवारर एमिति हालात देखि कांदुथिले। बड़ पुओ बोहूंकर प्रथमे पाଳି आसिला किंतु मिता तो तांकू सबुबेले चिडुथिले। उमादेवी भी भाबुथिले कि केजाणी सेमाने एमिति कौन करिदेले जे बहु सेमानक सहित एमिति व्यवहार करुछि। सकाळ चा व्यतीत जदि आउ केतेबेले चा मागी दियंती तो ताहेले तो बहुत किछि शुणिबाकू पडुथाय उमादेवींकू। केतेबेले जदि निजे निजे खाइबा नहीं आसंती बहु तांको हाथरू छड़ेई नहीं आसंती आउ मारिबाकू भी पछाएनी। बिचारी उमादेवी सबु सही नियंती। एमिति दिन बीतीबाकू लागिला। दुहे तो आहुरी बदमाश और अभद्र हो जाइथिले। एबे तो दिने छाड़ी दिने खाइबाकू देउथिले। कहूथिले कि रोजगार एते हेउनी जे तम दुहीं को बसिकी खुआइबू किंतु सेमाने बाहरु खाइबा नहीं आसी रूम भितरे खाआंती। रमेश आ उमा अलगा अलगा कांदुथिले। केबे भी परस्पर पाखरे कांदु नथिले। पुणी पाଳି आसिला सान पुओ ओ बोहूंकर। एबे रमेश और उमादेवी सान पुओ बोहू को नहीं बहुत आशावादी थिले किंतु सान पुओ बोहू सेमानकू खाली रे न बसई
ସେମାନଙ୍କୁ କାମରେ ଲଗାଇ ଟଙ୍କା ରୋଜଗାର କରିବାର ଥିଲା। ସାନ ପୁଅ ବାପାଙ୍କୁ କହିଲା କି ବାବା, ତମେ ତ ଜାଣିଛ ଆମର ସୋରୁମ୍ ତ ଏବେ ବନ୍ଦ ହୋଇଗଲାଣି, ଆଉ ମୁଁ ଏବେ ସୋରୁମ୍କୁ ପୁଣି ଖୋଲିବାକୁ ଚାହୁଁଛି। ଯଦି ତମେ ମୋ ସାଥ ଦେବ ତ ଆମେ ପୁଣି ସେ ସୋରୁମ୍କୁ ଖୋଲିପାରିବା। ବାବା, ବଡ଼ ଭାଇ ତମ ଦୁହିଁଙ୍କୁ ବହୁତ କଷ୍ଟ ଦେଇଛି, ଆଉ ମୁଁ ଏଥିପାଇଁ ଚାହୁଁଛି କି ତମେ ତାଙ୍କ ପାଖକୁ ଆଉ ନ ଯିବା ପାଇଁ। ତମେ ସବୁବେଳେ ମୁଣ୍ଡ ଉଠେଇ ଜିଇଁ ଆସିଛ, ତେଣୁ ମୁଁ ଗୋଟିଏ ସୋରୁମ୍ରେ ତମ ପାଇଁ କଥା ହୋଇଛି। ତମେ କେବଳ ସେଠାରେ ବସିକି ହିସାବ କରିବ, ସେଥିପାଇଁ ତମକୁ ଦରମା ବି ମିଳିବ। ଆଉ ମା' ବୋହୂ ସହିତ ମିଶିକି ଘରର କାମ ସମ୍ଭାଳି ଦେବ। ସମସ୍ତେ ମିଶିକି କାମ କରିବା ଆଉ ରୋଜଗାର କରିବା। ତେଣୁ ଜଲ୍ଦି ଆମର ସେ ସୋରୁମ୍ ଖୋଲିପାରିବା। ସେଠୁ ରମେଶ ବାବା ଓ ଉମା ଦେବୀ ଖୁସି ହୋଇଗଲେ କି ଜଣେ ତ ସଂସ୍କାରୀ ବାହାରିଲା। ତେଣୁ ସେମାନେ ଏ ବୟସରେ ପୁରା ପରିଶ୍ରମ କରୁଥିଲେ, ଆଉ ସାନ ପୁଅ ବୋହୂ ଖୁସି ହେଉଥିଲେ କି ତାଙ୍କ ପ୍ଲାନ୍ କାମ ଦେଲା ବୋଲି। ସେ ଦୁହେଁ ବାପା ମାଆଙ୍କ ଟଙ୍କାରେ ଅୟେଶ କରୁଥିଲେ, ଆଉ ଜାଣିଶୁଣି ଘରୁ ବାହାରି ଯାଉଥିଲେ କାମର ବାହାନା କରି। ଦିନେ ରମେଶ ବାବା ପୁଅର ସବୁ କାରନାମା ସମ୍ପର୍କରେ ଜାଣିଗଲେ, ଆଉ ଉମା ଦେବୀଙ୍କୁ ବି ସବୁ କହିଦେଲେ। ଯେତେବେଳେ ପୁଅର କାରନାମା ସମ୍ପର୍କରେ ବୋହୂକୁ କହିବା ପାଇଁ ଗଲେ, ସେଠି କିଛି ଏମିତି ଶୁଣିଲେ ଯେ ତାଙ୍କ ପାଦ ତଳୁ ମାଟି ଖସିଗଲା। ପୁଅ କହୁଥିଲା କି ଅନିତା, ତୁମ ବୁଦ୍ଧିକୁ ତ ଯେତେ ପ୍ରଶଂସା କଲେ ବି କମ୍ ହେବ। ଭାଇ ତ ତାଙ୍କୁ ବୋଝ ଭାବିକି ସବୁ ଟଙ୍କା ଖର୍ଚ୍ଚ କରୁଥିଲେ, କିନ୍ତୁ ଆମେ ସେମାନଙ୍କ ଟଙ୍କାରେ ଚଳୁଛେ। ସେମାନେ ଖଟୁଛନ୍ତି, ଆମେ ଆରାମ କରୁଛେ। ବାସ୍, ଆମେ ସେମାନଙ୍କୁ ଏମିତି ଉଲ୍ଲୁ ବନେଇକି ପୁରା ଘର ଓ ସୋରୁମ୍ ଜମି ଆମ ନାଁରେ କରେଇ ନେବା। ଯଦି ବାବା ମା' କିଛି କହନ୍ତି ତାହେଲେ ଆମେ ତାଙ୍କୁ ଘରୁ ବାହାର କରିଦେବା, ନହେଲେ ପାଗଳଖାନା ପଠେଇଦେବା। ବାସ୍ ଥରୁଟିଏ ସେ ସୋରୁମ୍ ଜମି ମିଳିଯାଉ। ଏତିକି କହି ଦୁହେଁ ହସିବାକୁ ଲାଗିଲେ। ରମେଶ ଆଉ ଉମା ନିଜ ପୁଅ ବୋହୂର ମୁହଁରୁ ଏମିତି କଥା ଶୁଣି ତୁରନ୍ତ ଘର ଛାଡ଼ି ପଳେଇ ଆସିଲେ। ଆଉ ସେମାନେ ତାଙ୍କ ପୁଅର ମୁହଁ ଚାହିଁବା ପାଇଁ ବି ଚାହୁଁନଥିଲେ, ଆଉ ସେବେଠୁ ସେ ରାସ୍ତା ପାର୍ଶ୍ୱରେ ହିଁ ରହି ଆସୁଥିଲେ। ସେଦିନ ରାତିରେ ସେମାନେ ରାସ୍ତା ପାର୍ଶ୍ୱରେ କଟେଇବା ପରେ ଯେତେବେଳେ ସକାଳୁ ଆଖି ଖୋଲିଲେ, ସାମ୍ନାରେ ଅନିଲ ଛିଡ଼ା ହୋଇଥିଲା। ଅନିଲକୁ ଦେଖି ତାଙ୍କର ହୋସ୍ ଉଡ଼ିଗଲା। ସେମାନେ କିଛି କହିବା ଆଗରୁ ଅନିଲ କହୁଥିଲେ କି କ'ଣ ହେଲା ଜେଜେବାପା, ସେଠାରୁ କାହିଁକି ପଳେଇ ଆସିଲ? କ'ଣ ଭାବୁଛ କି ବଡ଼ ପୁଅର ପୁଅ ବୋଲି ମୁଁ ବି ସେମିତି ଖରାପ ହୋଇଥିବି? ଜେଜେବାପା ଶବ୍ଦ ଶୁଣି ଦୁହେଁ ଆଶ୍ଚର୍ଯ୍ୟ ହୋଇ ଅନିଲକୁ ଅନେଇବାରେ ଲାଗିଲେ। ଅନିଲ ନିଜ ଜେଜେବାପାଙ୍କୁ କୁଣ୍ଢେଇ ପକାଇ କାନ୍ଦି ପକାଇଲେ। ଜେଜେବାପା, ମୁଁ ଆରମ୍ଭରୁ ଜାଣିଥିଲି କି ତମେ ମୋ ଜେଜେବାପା ବୋଲି। କାହିଁକି ନା ମୁଁ ତମମାନଙ୍କର ଫଟୋ ଦେଖିଥିଲି, ତମକୁ ଅଜଣା ହୋଇ ଭେଟିଥିଲି। କାରଣ ମୁଁ ଜାଣିଥିଲି କି ତମେ ମୋ ବାପା କିଏ ବୋଲି ଜାଣିବା ପରେ ସେଠାରୁ ପଳେଇ ଆସିବ। କିନ୍ତୁ ଜେଜେବାପା, ଯେମିତି ତମେ ଜାଣିଲ କି ମୋ ବାପା କିଏ, ସେମିତି ତମେ ଜାଣିଦେଇଥାନ୍ତ କି ମୁଁ ଆଉ ସେମାନଙ୍କ ସହିତ ରହୁନି ବୋଲି। ତମ ଉପରେ ଅତ୍ୟାଚାର ମୁଁ ଦେଖିଛି। ସେତେବେଳେ ମୁଁ ଛୋଟ ଥିଲି ବୋଲି କିଛି କହିପାରୁନଥିଲି। ଆଜି ମୁଁ ଯେତେବେଳେ ନିଜ ଗୋଡ଼ରେ ଛିଡ଼ା ହୋଇଛି, ସେତେବେଳେ ତମକୁ ଖୋଜି ତମ ପାଇଁ ସବୁ ବ୍ୟବସ୍ଥା କରିଲି। ସମସ୍ତେ ଭାବୁଥିଲେ କି ତମେମାନେ ମରିଯାଇଛ ବୋଲି, କିନ୍ତୁ ସେମାନେ ଜାଣିନାହାନ୍ତି କି ରାସ୍ତାକୁ ଆସିବା ପାଳି ଏବେ ସେମାନଙ୍କର। କ'ଣ କହୁଛୁ ପୁଅ? କିଛି ବୁଝିପାରିଲିନି, ରମେଶ ବାବା ପଚାରିବା ପରେ ଅନିଲ କହୁଥିଲେ କି ଏବେ ତମେ ଆଉ ସାଧାରଣ ଲୋକ ହୋଇ ରହିନ ଜେଜେବାପା। ଏଇ ଦେଖ, ତମେ ଯେତେବେଳେ ଗୀତ ଗାଉଥିଲ, ସେତେବେଳେ ତମ ଗୀତ କିଏ ରେକର୍ଡ଼ିଂ କରି ଫେସବୁକ୍, ୟୁଟ୍ୟୁବ୍ ଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଦେଇଥିଲେ। ତମର ସେ ଗୀତ ଭାଇରାଲ ହୋଇଯାଇଛି। ତମକୁ ଏବେ ଲକ୍ଷ ଲକ୍ଷ ଲୋକ ଜାଣିସାରିଲେଣି। ତମେ ଏବେ ଫେମସ୍ ହୋଇଗଲଣି ଜେଜେବାପା। ଏବେ ତମେ ଆଉ ରାସ୍ତାରେ ରହିବା ଦରକାର ନାହିଁ। ଏତିକି କହି ସେ ତାଙ୍କ ମୋବାଇଲରେ ସେ ଭିଡ଼ିଓ ଦେଖେଇଲେ। ଏହାପରେ ସହରର ଗୋଟିଏ ସ୍ଥାନରେ ଗୋଟିଏ ବଡ଼ ପ୍ରୋଗ୍ରାମ ହେଉଥିଲା, ଆଉ ଗାୟକ ଭାବରେ ରମେଶ ବାବାଙ୍କୁ ଡକାଯାଇଥିଲା। ଯେମିତି ଅନିଲ ନିଜ ଜେଜେବାପା ଓ ଜେଜେମାଙ୍କୁ ନେଇକି ସେଠାରେ ପହଞ୍ଚିଛନ୍ତି, ସମସ୍ତେ ଉଠି ଛିଡ଼ା ହୋଇଯିବା ସହିତ ତାଙ୍କ ସହିତ ଫଟୋ ଉଠାଇବା ପାଇଁ ଗହଳି ଲଗେଇଲେ। ରମେଶ ବାବାଙ୍କ ଗୀତ ଶୁଣିବା ପାଇଁ ସେଠାରେ ପ୍ରବଳ ଭିଡ଼ ଲାଗିଥିଲା। ଏତେ ବୟସରେ ତାଙ୍କର କଣ୍ଠସ୍ୱର ଶୁଣିକି ଆଶ୍ଚର୍ଯ୍ୟ ହେଉଥିଲେ। ଦେଖୁ ଦେଖୁ ସେ ପ୍ରସିଦ୍ଧ ହୋଇଗଲେ, ଆଉ ଏତେ ପ୍ରସିଦ୍ଧ ହୋଇଗଲେ ଯେ ଗୋଟିଏ ଥରରେ ଗାଡ଼ି, ଘର, ଚାକର ବାକରଙ୍କ ଲାଇନ୍ ଲାଗିଗଲା। ଦିନେ ଉମାଦେବୀ ଅନିଲକୁ କୁଣ୍ଢେଇ ପକାଇ କହିଲେ କି ଆମ ଜୀବନକୁ ଆସି ଏତେ ବଡ଼ ପରିବର୍ତ୍ତନ କରିବା ପାଇଁ ଧନ୍ୟବାଦ। ସେଠୁ ରମେଶ ବାବା ପଚାରିଲେ କି ସେଦିନ ତୋ ବାପା ତୋତେ କ'ଣ କହୁଥିଲା? ଅନିଲ କହିଲେ କି
ଜେଜେବାପା, ମୁଁ ଆମ ଘର ଛାଡ଼ିବା ପରଠାରୁ ବାବା ମୋତେ ପ୍ରାୟତଃ ଫେରାଇ ନେବା ପାଇଁ ଚେଷ୍ଟା କରି ଆସୁଛନ୍ତି। ହେଲେ ଜେଜେବାପା, ସେ କଥା ଛାଡ଼। ଏବେ ଆମେ ସେଠାକୁ ଯାଇ ଆଗ ସେମାନଙ୍କୁ ହଟେଇବାକୁ ପଡ଼ିବ। ଏବେ ସେମାନେ ବି ଜାଣନ୍ତୁ, ଯେଉଁ ବାପା ମାଆଙ୍କୁ ବୋଝ ଭାବିକି ଫୋପାଡ଼ି ଦେଇଥିଲେ, ଆଜି ସେହି ବାବାଙ୍କର ଗୋଟିଏ ଝଲକ ପାଇବା ପାଇଁ ଲୋକ କେତେ ବ୍ୟାକୁଳ ବୋଲି। ଏବେ ସେମାନଙ୍କୁ ଦଣ୍ଡ ଦେବାର ସମୟ ଆସିଯାଇଛି। ଜାଣିଛି ଏସବୁ ତୁମକୁ ଭଲ ଲାଗିବନି ବୋଲି, କିନ୍ତୁ ଯଦି ତମେ ତାଙ୍କୁ ଏବେ ଶିକ୍ଷା ନ ଦେଇଛ, ତାହେଲେ ସବୁ ପିଲା ତାଙ୍କ ବାପା ମାଆଙ୍କ ସହିତ ଏମିତି ହିଁ ବ୍ୟବହାର କରିବେ। କେବେ କେବେ ବାପା ମାଆଙ୍କୁ ବି ନିଜ ପିଲାଙ୍କୁ ବାଟକୁ ଆଣିବା ପାଇଁ କଠୋର ହେବାକୁ ପଡ଼ିବ। ଉମାଦେବୀ କହିଲେ କି, ମୁଁ ତ ଆଶ୍ଚର୍ଯ୍ୟ କି ଯେଉଁ ସଂସ୍କାର ଆମେ ଆମ ପିଲାଙ୍କୁ ଦେଇପାରିନଥିଲୁ, ସେ ସଂସ୍କାର ଆମ ପିଲା ତାଙ୍କ ପିଲାଙ୍କୁ କେମିତି ଦେଇଛନ୍ତି। ଜେଜେମା, ଏ ସଂସ୍କାର ତ ତମଠାରୁ ଆଣିଛି। ତମ ପିଲା ତ ଏହାଠାରୁ କେତେ ଦୂରରେ, ତାଙ୍କୁ ତ ସଂସ୍କାର ନାମକ ଶବ୍ଦ ହିଁ ଜଣା ନାହିଁ। କିଛି ଦିନ ପରେ ଅନିଲ ନିଜ ଘରେ ପହଞ୍ଚିଲେ। ତାଙ୍କୁ ଦେଖି ତାଙ୍କ ବାପା ଖୁସିରେ କହିଲେ କି, ଆସିଲୁ ତୁ। କେଉଁ ପୁଅ କ'ଣ ତା ବାପା ମାଆଠୁ ଦୂରେଇ ରହିପାରେ? କେବେ ବି ବାପା ମାଆ ନିଜ ପିଲାର ଅମଙ୍ଗଳ ଚାହିଁପାରନ୍ତି? କିନ୍ତୁ ପିଲାମାନେ ତ ବାପା ମାଆଙ୍କର ଖରାପ ଚିନ୍ତା କରିପାରିଥାନ୍ତି ନା ବାପା? ନାଇଁ ପୁଅ, ତୁ ମୋର କିଛି ଖରାପ କରିନୁ। ଏବେ ତୁ ଆସିଗଲୁ, ସବୁ ଠିକ୍ ହେଇଯିବ। ଅନିଲ କହିଲେ କି, ବାପା, ମୁଁ ମୋ କଥା ନୁହେଁ ତମ କଥା କହୁଛି। ତମେମାନେ ଜେଜେବାପା ଓ ଜେଜେମାଆଙ୍କ ସହିତ କରିଛ, ସେ କଥା କହୁଛି। ସେଠୁ ତାଙ୍କ ବାପା କହିଲେ କି, ଯାହା ହେଇଯାଇଛି ତାକୁ ଭୁଲିଯା। ସେମାନେ ବି ତ ବଡ଼ ମତଲବୀ ଥିଲେ। ମରିବା ପରେ କାହାକୁ ଖରାପ କହିବା କଥା ନୁହେଁ। ନହେଲେ ତତେ କହିଥାନ୍ତି କି ସେମାନେ କେତେ ଖରାପ ବୋଲି। ଏସବୁ ଶୁଣି ଅନିଲକୁ ଜୋରରେ ରାଗ ଆସିଗଲା। ସେ ରାଗିକି କହିଲେ କି, ତମକୁ କିଏ କହିଲା କି ସେମାନେ ମରିଯାଇଛନ୍ତି ବୋଲି? ଅନିଲ ତୁରନ୍ତ ମୋବାଇଲ କାଢ଼ି ଦେଖେଇଲେ ତ ତାଙ୍କ ବାପାଙ୍କ ପାଦ ତଳୁ ଯେମିତି ମାଟି ଖସିଗଲା। ବାପାଙ୍କ ଗାଡ଼ି ଘର ଦେଖି ଅନିଲଙ୍କ ବାପା ଯେମିତି ବେହୋସ ହୋଇଗଲେ। ସେଠୁ ଅନିଲ କହିଲେ, ଆମେ ଆଜି ହକ୍ ନେବା ପାଇଁ ଆସିଛୁ। ଅନିଲ କହିଲେ କି, ଯେତେବେଳେ ଜେଜେବାବା ମୋତେ ଏହି ଘର ଦେଇଛନ୍ତି, ତେଣୁ ତମେମାନେ ଏଠୁ ବାହାର। ଆଉ ରାସ୍ତାରେ ରହିକି ଦେଖ ସେ ଜୀବନ କେମିତିକା। ସେତେବେଳେ ଯାଏ କଷ୍ଟ କ'ଣ ଜାଣିବ। ବିନା ଟଙ୍କାରେ ଏତେ ଶୀତରେ ରାସ୍ତା କଡ଼ରେ ପଡ଼ି ରହିବା କେତେ କଷ୍ଟଦାୟକ। ଯଦି ଆଜି ତମମାନଙ୍କୁ ଦଣ୍ଡ ନ ମିଳେ, ତାହେଲେ ଆଜିର ପିଲାମାନେ ତାଙ୍କ ବାପା ମାଆଙ୍କ ସହିତ ଏମିତି କରୁଥିବେ। ଏତିକି କହି ଅନିଲ ନିଜ ଜେଜେବାପା ଓ ଜେଜେମାଆଙ୍କ ସହିତ ଗାଡ଼ିରେ ବସି ପଳାଇଲେ। କିଛି ଦିନ ପରେ ଅନିଲ ନିଜ ଅର୍ଥରେ ସୋରୁମ୍ ଜମିରେ ଏକ ବହୁତ ବଡ଼ ବୃଦ୍ଧାଶ୍ରମ କରିଦେଲେ। ସେ ବୃଦ୍ଧାଶ୍ରମର ଦାୟିତ୍ୱ ରମେଶ ବାବା ଓ ଉମାଦେବୀ ନେଲେ। ସେମାନେ ସେ ରାସ୍ତା କଡ଼ରେ ରହି ଯେଉଁ କଷ୍ଟ ପାଇଥିଲେ, ଯେମିତି ଆଉ କିଏ ନ ପାଆନ୍ତୁ, ସେହି ଉଦ୍ଦେଶ୍ୟରେ ବୃଦ୍ଧାଶ୍ରମ ଖୋଲା ଯାଇଥିଲା।